ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟ ଫର୍ଦ୍ଦ 1 ପାଠ ସଂଖ୍ୟା 21 ତଥ୍ୟ ଉପସ୍ଥାପନା। 1 ନମ୍ବର କ ସଂରଚନାକୁ ଦେଖି ଶୂନ୍ୟ ସ୍ଥାନ ପୂରଣ କର। ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖିବା ଏବଂ ଖାଲି ସ୍ଥାନରେ ତାର ଶୂନ୍ୟ ସ୍ଥାନକୁ ପୂରଣ କରିବା। 2 ନମ୍ବର ଗୋଟିଏ ବିଦ୍ୟାଳୟରେ ଥିବା ପିଲାମାନଙ୍କ ସଂଖ୍ୟା ତଳେ ଥିବା ଚିତ୍ରଲେଖରେ ଦିଆଯାଇଛି। 5ଟି ପିଲା ପାଇଁ ଗୋଟିଏ ଚିତ୍ର ଅଛି। ତେବେ ପିଲା ସଂଖ୍ୟା ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ। ଚିତ୍ରଲେଖ ଦେଖି ଉତ୍ତର ଦିଅ। କ କେଉଁ ଶ୍ରେଣୀର ପିଲା ସଂଖ୍ୟା ସର୍ବାଧିକ? ପ୍ରଥମ ଶ୍ରେଣୀର ପିଲା ସଂଖ୍ୟା ସର୍ବାଧିକ। ଖ କେଉଁ ଶ୍ରେଣୀରେ ପିଲା ସଂଖ୍ୟା ସବୁଠାରୁ କମ୍? ତୃତୀୟ ଏବଂ ପଞ୍ଚମ ଶ୍ରେଣୀରେ ପିଲା ସଂଖ୍ୟା ସବୁଠାରୁ କମ୍। ଗ ଦ୍ୱିତୀୟ ଶ୍ରେଣୀରେ ପିଲା ସଂଖ୍ୟା କେତେ? ଦ୍ୱିତୀୟ ଶ୍ରେଣୀରେ ପିଲା ସଂଖ୍ୟା 20 ଜଣ। ଘ ତୃତୀୟ ଶ୍ରେଣୀର ପିଲା ସଂଖ୍ୟା କେଉଁ ଶ୍ରେଣୀର ପିଲା ସଂଖ୍ୟା ସହ ସମାନ? ତୃତୀୟ ଶ୍ରେଣୀର ପିଲା ସଂଖ୍ୟା ପଞ୍ଚମ ଶ୍ରେଣୀର ପିଲା ସଂଖ୍ୟା ସହ ସମାନ। 3 ନମ୍ବର ପାର୍ଶ୍ୱ ସାରଣୀର ତଥ୍ୟକୁ ନେଇ ଏକ ସ୍ତମ୍ଭଲେଖ ଅଙ୍କନ କର। ରଙ୍ଗ ପିଲା ସଂଖ୍ୟା ଲାଲ 5, ନୀଳ 3, ଗୋଲାପୀ 2, ସବୁଜ 4, ହଳଦିଆ 4।